समस्त को नमस्कार। आमे नमस्कार। आमे आमर मालयेशिया रे रहथुबा जो भाई भौणी मान संगे आगुरी अनेक थर भेटी सारी एवं आमे स्थिर कलु जे आमे आमर से जो मालयेशिया रे रहथुबा बहुत वरिष्ठ नागरिक जो माने सब से माने जहा जहा मन रखिछंती सेमानकर पूर्व पुरुष ठू जो जो कहानी से शुणी से माने केमती मालयेशिया रे पहुंचले से केमिति सेठी जीवन जीउथिले कौन दुख कौन कष्ट सुख दुख सब जिनसर आमे सेमानकर पूर्व पुरुषଙ୍କଠୁ ଶୁଣିଥିବା କାହାଣୀ ଆମେ ବର୍ତ୍ତମାନ ସଂଗ୍ରହ କରିବା ପାଇଁ ଏମିତି ଅନେକ ବୈଠକ କରିବା ପାଇଁ ସ୍ଥିର କରିଛୁ। ଆଜି ସେଇଭଳି ଗୋଟେ ବୈଠକ ଆଜି ଆମ ସହିତ ଅଛନ୍ତି ଡକ୍ଟର ରେଙ୍ଗାଧର ହରିଆ ନାୟକ ଯିଏକି ଆମ ସହିତ ଆଗରୁ ଅନେକ ଥର ଯୋଗ ଦେଇ ସାରିଛନ୍ତି। ଆମେ ତାଙ୍କୁ ଜାଣିଛନ୍ତି ସମସ୍ତେ ଆଉ ତାଙ୍କ ସାଙ୍ଗରେ ବସିଛନ୍ତି ତାଙ୍କ ଭଉଣୀ ତେଣୁ ଯାହାଙ୍କ ଠାରୁ ଆଜି ଆମେ ଶୁଣିବା ଏବଂ ରଙ୍ଗାଧର ଭାଇ ଓ ତାଙ୍କ ଭଉଣୀଙ୍କ ପଛରେ ବସିଛନ୍ତି ପରୀକ୍ଷିତ ଭାଇ ଏବଂ ଆର ଫ୍ରେମରେ ଆମେ ଦେଖୁଛୁ ଯାହାକୁ ରାଜାରାମ ଭାଇ ସିଏ ବସିଛନ୍ତି ଏବଂ ତାଙ୍କ ପଛରେ ଆଉ ଜଣେ ଭାଇ ବସିଛନ୍ତି ତାଙ୍କ ନାମ ହେଉଛି ଉଦ୍ଧବ ଭାଇ। ତ ଏଇ ଯୋଉ ଆଜି ଯୋଉ ଆମେ ଏକାଠି ହେଇଛନ୍ତି ଆମେ ଜଣଙ୍କ ପରେ ଜଣେ ସମସ୍ତଙ୍କ ଠାରୁ ଆମେ ଅ, ତାଙ୍କ ସ୍ମୃତି ଚାରଣ କରିବା ମାନେ ସେମାନେ ମନେ ପକେଇବେ ସେମାନେ କଣ କଣ ଶୁଣିଛନ୍ତି ତାଙ୍କ ପୂର୍ବ ପୁରୁଷ ଠାରୁ ସେଇ ବିଷୟରେ ଆଜି ଆମେ ଶୁଣିବା ଏବଂ ତାକୁ ସବୁଦିନ ପାଇଁ ଆମେ ଲିପିବଦ୍ଧ କରି ରଖିବା ଏବଂ ଏଇଟା ଆମ ପାଇଁ ଗୋଟେ ମାଇଲଷ୍ଟୋନ ଭଳିଆ ଗୋଟେ କାମ କରିବ। ତେବେ ମୁଁ ଅନୁରୋଧ କରୁଛି ରଙ୍ଗାଧର ଭାଇଙ୍କୁ ସିଏ ତାଙ୍କ ମାଲେସିଆ ପଟରୁ କାର୍ଯ୍ୟକ୍ରମକୁ ଆଗକୁ ନେବେ। ରଙ୍ଗାଧର ଭାଇ। नमस्कार। आज जो हम जुटिच ए आज प्रोग्राम रे प्रोग्राम रे आसिकी किस किस होची बोले हमर निबाड थर फ्यू टाइम आमे मिस कर देइछ। हमर मिस कर दबार कारण केन बोले एंकार इंटरनेट मिला नै पखा सेति पय रे सो आज हम केन करबा हमर नानी को छिति नना के जोडे भाई अछि ए वो गुट कुटुम रु आमे आजिरो आरंभ करबा। ओके हमर उद्धव हम मलेशिया तो नन्ना बोलिबे। हम्म। ओके ताके हेले हमर फैमिली रे आसिकी हम 8 9 लोक रे ताके हेले बड नन्ना हला ठीक। आमे उर्धव नन्ना जे आमे ओडाबो बोली कि मलेशिया रो ओडाबो बोलिबे ओ डी ए बी ओ रजिस्टर हम्म। कला बोल तो से हम्म। सत सत उर्धव सो नन्ना उर्धव को डाकी कि गोटे दीपद को बोली कहूचे अच्छा करना। नमस्कार करना। नमस्कार। नमस्कार नमस्कार आज्ञा। मोर नाम होउची उद्धव। ମୁଁ आज्ञा। ଯେତେବେଳେ ମୋ ମାର ପେଟରେ ଆଳା ପଡିଲି ଦଶମ ସ୍କନ୍ଦ ବୋଲିକି ଗୋଟେ ବହି ଥିଲା। ସେ हम्म। ବହି ଆସିକି ପଢିକି ସରିଲା ପଛରେ ଆକା ମୁଁ ଜନ୍ମ ହେଲି। अच्छा ସେଇପାଇଁ ମୋର ନାଁ ଆସିକି ଉଦ୍ଧବ। ଉଦ୍ଧବ अच्छा ନାଁ ଦେଲା। अच्छा। ଆଚ୍ଛା, ଆମର ମାତୃଭାଷା, ଆମର ଓଡ଼ିଆ ଭାଷା, ଆମର ଧର୍ମ ନିହାତି ଦରକାର। କଥାବାର୍ତ୍ତାରେ ନିହାତି ଦରକାର। ବୈଷୟିକ ଦେଖିଲେ ମାନିବାଟା ଏଗୁলো ନିହାତି ଦରକାର। ସେଇଟା ପାଇଁ ଆଜି କଣ ହେଲା ବୋଇଲେ ଆମର ଯୋଉ ଗ୍ରାମର ଥିଲେ ପାଖ 200 ଲୋକ ବୈଷୟିକ ମାନେ ଆମ ଅଜା ଜେଜେବା ଆଈ ଜେଜେମାଙ୍କର ବୈଷୟିକ ମାନେ हम्म। ଯେତିକି ଲୋକର ନାମ ମୁଁ ସବୁ ଲେଖିକି ରଖିଛି। ମୁଁ ଜାଣିବାଟା ତାଙ୍କର हम्म। ନାମ ମାନେ କେତେଟା କୁଟୁମ୍ବ ଥିଲେ ବୋଲିକି। हम्म। ଏବେ ହଉଛି ଏବେ ହଉଛି ଆସିକି ଯୋଉ ଆମେ କଥାବାର୍ତ୍ତା କଲ ଆମର ଓଡିଆର ଧାରା ଏ ବାହାଘର ଏଇ ଯୋଉ ମାଳା କରିବେ ଏଇଗୁରା ଆସିକି ସେଇ ଟାଇମରେ ଆସିକି ବଡ ଗୋଟେ ସନ୍ତୋଷ ଶ୍ରଦ୍ଧାର ବିଷୟ ହେଲା। ଠିକ ବୋଲି କହିଲେ କି ଆମେ ସେ ଗୋଟେ ଗ୍ରାମରେ ରହିବା ବୋଇଲେ ଆମେ ସବୁ ଗୋଟେ କୁଟୁମ୍ବ ଭଳିଆ ଆମେ ଭ୍ରମଣ କର। ଏ हम्म। ଗ୍ରାମ ଲୋକ ସବୁ ଆମର କୁଟୁମ୍ବ ବୋଲି ଭଲ ଓସାର ଯେତିକି ହେଲା ସବୁ ଆମେ ମିଳାମିଶା ହେଇକିରି ଆମେ କାର୍ଯ୍ୟ କରିବ। ହେଲା ବେଳକୁ ସେ ଟାଇମରେ ଗ୍ରାମରେ ଆମେ ଥିଲ। ଏବେ ଆସିକି କଣ ହେଲା ସାମାନ ବୋଲି କହିବେ। ସାମାନ ବୋଇଲେ ଗୋଟେ ଗୋଟେ ଥାନରେ ଆସିକି ଗୋଟେ 200ଟା ଘର 300ଟା ଘର କରିଦେଲା। हम्म। ଆଉ ଗଛ सेक्टर କଟା सेक्टर କାମ इंग्लिश रे ଏ कौन ଫଳ କଟା କାମ ସବୁ ଭାରି ପଇଲା। ସେଇଠୁ ଭାରିକିରି ଏବେ ତାଙ୍କର ତାଙ୍କର ଏତାର ଆସିକି ତାଙ୍କ ବଞ୍ଚିକି ଯାଉଛନ୍ତି। ହେଲା ବେଳକୁ ମୁଁ ଆଜି କେଣ ପାଇଁ ଆସିକି ଏ ଓଡିଆ ମାତୃଭାଷା ଆସିକି ମୁଁ ପସନ୍ଦ କରୁନା ବୋଲି କହିଲି କି ଯୋଉ ଗୋଟେ ବାହାଇ ବୋଲି ଗୋଟେ ଧର୍ମ ଆଇଛି हम्म। ଦୁନିଆକୁ हम्म। ସେ ଧର୍ମରେ ଆସିକି ମୁଁ ଅଛି। ସେ हम्म। ଧର୍ମରେ କେତେଟା ଯୁକ୍ତି ଦେଇକି ଓ ତାର ବାହାवला ସେ ଯୁକ୍ତିରେ ଗୋଟେ କଣ ଦେଇଛି ବୋଲେ ମାତୃଭାଷା ନିହାତି ଦରକାର। हम्म।
କାହିଁକି ଆସିକି ମୋ ବାପା ମା କହିଲେ ସିଏ ତ ଇରାନରେ ଜନ୍ମ ହେଲେ କାହିଁକି ଆସିକି ମାତୃଭାଷା ନିହାତି ଦରକାର ବୋଲିକି କହିଲା ବେଳକୁ ତାଙ୍କେ କହୁଛନ୍ତି ଏବେ ମୁଁ ଓଡ଼ିଶା ରାଜ୍ୟକୁ ଯାଇକି କିମ୍ବା ଇଂଲିଶରେ କିମ୍ବା ଚୀନରେ କିମ୍ବା ତାମିଲରେ କହିଲେ ତାଙ୍କୁ ମତେ ଭଲ ପାଇବେ କି ଏଇ ମାତୃଭାଷା ମୁଁ ଯଦି କଥାବାର୍ତ୍ତା କରିବି ବୋଲେ ଆମର ଭାଷାର ଗୋଟେ ପିଲା ହେଇଛି ବୋଲିକି ତାଙ୍କ ଆସିକି ଆମ ପାଖକୁ ଆଇବେ ସେଥିପାଇଁକା ଏ ବାହାଉଲା ତାଙ୍କ ଆସିକି ଜଣେଇଥିଲି ହେଲା ବେଳକୁ ଆଜି ଇଣ୍ଡିଆ ରାଜ୍ୟ ଅଛି ବଡଟା ବଡ ରାଜ୍ୟ ବୋଲିକି 3ଟା ଅବତାର ପଠେଇଲା ଭଗବାନ ନା କାହାକୁ ବୋଲେ ରାମଚନ୍ଦ୍ର ଶ୍ରୀକୃଷ୍ଣ ବୁଦ୍ଧ ଏଇ 3ଟା ଅବତାର ପଠେଇଲା ସେଇଠିକି ହୁଁ ସେଇଠିକି ପଠେଇଲା ହେଲା ବେଳକୁ ଆଜି ଯୋଉ କହିବେ ନା ଧର୍ମ ଧର୍ମ ବୋଲି କହିବେ ଯଦି ମଣିଷ ପାଖରେ ଧର୍ମ ଥିବ ବୋଲି କହିଲେ ସେ କୋଉଠି ହେଲେ ବୁଝିପାରିବ ଯେତେବେଳେ ଆମେ ମା ପେଟରେ ଆଳା ପଡୁଛ ଟିକେ ଦିନ ଏଇ ଏ ଭୂମିରେ ଟିକେ ଦିନ ଆମେ ଥଇରେ ରହିବା ଆଧ୍ୟାତ୍ମିକ ଜଗତର ସେଇଟା ପାଇଁ ଶ୍ରୀକୃଷ୍ଣ କହିଛି ତୋର ଆତ୍ମା ମୋର ଘର ସେଇଟା ତୁ ନିର୍ମଳ କରେ ବୋଲି କହୁଛି ଆହୁରି ଗୋଟେ କହିଲା ଯେ ଏ ମୋର ଘର ବୈକୁଣ୍ଠପୁର କିଛି ନୁହେଁ ମୋର ସବୁ ତ ତୁମର ଭଗବାନଙ୍କ ଆକା ଦେଖେଇ କହୁଛନ୍ତି ହେଲା ବେଳକୁ ଆମେ ଆସିକି ମଣିଷ ମଣିଷ ଆମେ ଆମେ ଆସିକି ବେଶୀ ଦିନ ଯିବା ନାହିଁ 15 ଦିନରେ ପଳେଇବା ସେଥିପାଇଁ ଆମେ ଯୋଉଠି ଥିଲେ ଆମର ଭାଷା ଓଡ଼ିଆ ଭାଷା ଆସିକି ଆମେ ପାଶୁରି ଆସିନା ହେଲେ ମୋ ମା କହିବ ଯୋଉଠି ମାନି ଅଛି ସେଇଟା ଧର୍ମ ଅଛି ବୋଲି କହିବ ଯୋଉଠି ମାନି ଅଛି ସେଇଟା ଧର୍ମ ଅଛି ଆମର ଓଡ଼ିଆ ଭାଷାର କବି ସେ ମୁସ୍ତର ହେଲା ବେଳକୁ ମତେ ଏବେ 70 ବର୍ଷ ହେଇଗଲା ଆଜ୍ଞା 70 ବର୍ଷ ମତେ ହେଇଗଲା এই ବର୍ଷରୁ 70 ବର୍ଷ ଚାଲୁଛି ହେଲା ବେଳକୁ ଏବେର କାଳରେ ଆଗରେ ଆମ ଜେଜେବାପା କାଳରେ 100 ବର୍ଷ 90 ବର୍ଷ ଉପରେ ଜିଇଲା ଏବେ ନାହିଁ ନହବା ଗୁଡା ବ୍ୟାଧି ଆସିକିରି 60 ଉପରକୁ ସବୁ ଚାଲି ଯାଉଛନ୍ତି ସ୍ୱର୍ଗବାସ ହେଇଯାଉଛନ୍ତି ଏବେର କାଳରେ ହେଲା ବେଳକୁ ଆମେ ଯୋଉ ଜିଇଛ ଆମେ ବହୁତ ଧନ୍ୟବାଦ ମାଗିବାକୁ ଭଗବାନଙ୍କୁ ମତେ ଭଲ ରଖିଛ ତମର ନାମ ମୁଁ ଉଚ୍ଚାରଣ କରିବାକୁ ମୁଁ ଜିଇଛି ବୋଲିକି ଆମେ ଆସିକି ପ୍ରାର୍ଥନା କରୁଛେ ତାପରେ କି ମୁଁ ଗୋଟେ ଓଡ଼ିଆ ପ୍ରାର୍ଥନା କରୁଛି अच्छा ଆଜ୍ଞା ओके ईश्वरଙ୍କ ନାମରେ ଯେଉଁ ସମସ୍ତେ ବିଜେତା ବିଷୟ କରିଦିଅ ଯେଉଁମାନେ ପରମାତ୍ମା ସେବା ଉଦ୍ଦେଶ୍ୟରେ ଆଗୁଆ ହେବେ ପରମାତ୍ମା ଅବଶ୍ୟ ସାହାଯ୍ୟ କରିବେ ଈଶ୍ୱରଙ୍କ ମହିମା କେବେ ତ ବଞ୍ଚି କରିପାରିବ ନାହିଁ କାରଣ ସ୍ୱର୍ଗ ଏବଂ ପୃଥିବୀରେ ଈଶ୍ୱରଙ୍କ ବିଜୟ ଅଟନ୍ତି ନମସ୍କାର ବାବୁ ଏତିକିରୁ ମୋ କଥାବାର୍ତ୍ତା ବନ୍ଦ କରୁଛି ବଢିଆ ବଢିଆ Wonderful, ବଢିଆ wonderful. କ୍ରିଷ୍ଟାଲ କ୍ଲିୟର ଫିଲୋସଫି ବିୟୁଟିଫୁଲ 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 ମାନେ ଅ, ଆମର ଓଡ଼ିଆ ଆଜି ବେଶୀ ସଂଖ୍ୟକ ପିଲାମାନେ ଇଂଲିଶ ମିଡିୟମ ସ୍କୁଲରେ ଯାଉଛନ୍ତି ଓଡ଼ିଆ ଭାଷା ଲେଖି ପଢି ପାରୁନାହାନ୍ତି Hmm. ଆଉ ଯୋଉ ଓଡ଼ିଆ ମିଡିୟମରେ ପିଲାମାନେ ବି ଯାଇକି ଚାକିରି କରୁଛନ୍ତି ବମ୍ବେ ଦିଲ୍ଲୀ କଲିକତା ମାଡ୍ରାସରେ ସେମାନେ Hmm. ତାଙ୍କ ପିଲାମାନଙ୍କ ସାଙ୍ଗରେ ଇଂଲିଶରେ କଥାବାର୍ତ୍ତା ହଉଛନ୍ତି ତ English and Hindi also. ହିନ୍ଦୀ ଆଣ୍ଡ ଇଂଲିଶ ହଁ ହେଲେ Hmm. ଅ, ଅଥଚ ମାନେ ଗୋଟେ ଓଡ଼ିଆ ବ୍ୟବସ୍ଥା ଭିତରେ ରହିକି ସେମାନେ ଏକଥା କରିପାରୁଛନ୍ତି ଅଥଚ ଆପଣ ମାନେ କେତେ ବର୍ଷ ହେଲାଣି ବିନା କୌଣସି ମାନେ କିଏ କହୁନି ନା ଆପଣ ମାନଙ୍କୁ ଓଡ଼ିଆରେ କଥାବାର୍ତ୍ତା ହୁଅ ବୋଲି କିନ୍ତୁ କୋଉ ଶକ୍ତି ବଳରେ ଆପଣ ମାନେ ଏପର୍ଯ୍ୟନ୍ତ ଓଡ଼ିଆକୁ ଜାବୁଡ଼ି ଧରିଛନ୍ତି ସେ ଯେମିତି ସେ ଉद्धବ ଭାଇ କହିଲେ ଯେ ମାତୃଭାଷାରେ ମାନେ କଥା ହେବା ପାଇଁ ମୁଁ ମାନେ ଆମେ ଚାହୁଁଛୁ ମାତୃଭାଷାଟାକୁ ବଞ୍ଚେଇ ରଖିବା ପାଇଁ Yeah. ଏଇ ଯୋଉ ମନ୍ତ୍ର ଏଇଟା ବର୍ତ୍ତମାନ ଓଡ଼ିଶା ଲୋକମାନେ ଆପଣମାନଠୁ ଶିଖିବା ଦରକାର ଆଜ୍ଞା ଆପଣମାନେ ଆମକୁ କଣ ଶିଖିବେ ଆମେ ଆପଣଙ୍କଠୁ ଶିଖିବା ଦରକାର ବୁଝିପାରିଲେ ନା? Reciprocation. ଆଜ୍ଞା There should be reciprocation. ଆଜ୍ଞା Reciprocation. ଆଜ୍ଞା 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 ଆପଣ ମନଠୁ ଆମେ ଶିଖିବା ଆମ ଠାରୁ ଆପଣ ବି ଶିଖିବେ that is the thing. ଆଜ୍ଞା 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 ଆଚ୍ଛା ଏବେ ପରୀକ୍ଷା ଆସିକି ନମସ୍କାର ଏବେ ଆସିକି ଆମର ରାଜା ଭାଇ ହୁଁ ଓକେ ଆମ ରାଜା ଭାଇ ଆସିକି ଆମଠୁ ଗୋଟେ 5-6 ବୟସରେ ଛୋଟ ଯେ ଆମେ ସରି ସମୟରେ ଆଗ ବଞ୍ଚିବ ମୁଁ ଯଦି ତ ପୁରା ଯେତେବେଳକୁ ସେ ତ କଣ ପୁରା ୟଙ୍ଗ ମ୍ୟାନ ଭଳିଆ ଦେଖା ଯାଉଛନ୍ତି କଲେଜ ପିଲା ଭଳିଆ ଦେଖା ୟା ଯାଉଛନ୍ତି ତାଙ୍କ ଆଗ ସବୁଠୁ ୟାଙ୍ଗ ଏବେ ସୋ ଯେତେବେଳକୁ ମୁଁ ଯଦି କଲମପୁରରୁ ଆଇବି ତାଙ୍କ ଆଗ ପ୍ରଥମେ ମତେ ଯାଇ ଜଗିଥିବେ ରେଲୱେ ଷ୍ଟେସନରେ ମତେ ଆଣିବାକୁ ଗାଁକୁ ହୁଁ ସୋ ସେ ସମ୍ପର୍କରେ ଆସିକି ନିଜର ଗୋଟେ ଭାଇ ହେଇଗଲା ସିଏ ଆମର ଗୋଟେ ଗୋଟେ ମାର ପେଟର ଭାଇ ପରେ ସେଇପରି ହେଇଗଲା ହୁଁ ସୋ ରାଜାଟା ଆସିକି ଆମର ଭଲ ହଉ ଅସାର ହଉ ରାଜା ଆସିକି ଆମର ଆମ ବୁପା କହିଥିଲା ଏଇ ପାଣିଟା କେତେ ତମେ କାଟିଲେ ସେଇ ପାଣି ଛିଡିବ ନାହିଁ ହୁଁ ସେ ଠିକ ମୁସ୍ତରା ଏକା ଆମ ରାଜା ଆମ ସାଙ୍ଗରେ ରହିକି ଆମ ସାଥିରେ ରହିଲ ସୋ ରାଜା
भाई की डाकी गुटे दीपद क बोली कहवा कोई कि तांका गुटे गीतटा हेले बोलिबे अच्छा ओके राजा भाई नमस्कार 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 राजा भाई गले बयस हेलाणी 65 वर्ष काको आमे जानिबाटा कहबा गछले ओडिया कि आमे आगर पर ओडिया बनाई अगर आपर ओडिया दूसरा मुस्तर टिके कथा बार्ता बाटा केण होले अबर कहला पर हमर पिला मन सब आई कि बागर 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 बाटा सब आई कि मिक्स हे गला तमिल मोर जुड़े पिला गोटे पुआ आई कि तमिल माइक पाइछि झियो आई कि गोटे सिलोनिस भी पाइछि बाकी क्या गोटे मु आई कि ताकती कहिछि बोले मोर नती आई कि ताको आई कि 2 वर्ष बळका से आई कि मत आई उड़िया राका कथा बा करछि जेजिबा मत आई से आई कि तमिल राई कि ताता पार्टी बोलिबे तमिल ला गोटे थर सरै देबे हमर नै मत आई मो को कहि देली तू आई कि ताको उड़िया शिक्षा और नहीं मो बहुत पिला कि ताको तमिल शिखो ताके घर आई कि इंग्लिश रे कथा होछि सेटा आई कि ताकर हाल बाकी मोर नती आई कि मत केबेल ताता पार्टी कोइ आसने जेजिबा जेजिमा हमर उड़िया बिटू उड़िया से उड़िया कथा कहूँ मत फोन रे एता कले बोले वीडियो कॉल कला बेले उड़िया कथा हबो 2 वर्ष पिला आ गोटे 50-60 वर्ष को एक नाती नातुणी ताके उड़िया रखिया अछि मो झियो कले कहछि मत मोर नाती आई कि नातुणी आई कि अजाई से आई कि मत ताता पार्टी नै बोले ताके ओपिले पिला नै के बाई के मोर साइड रे उड़िया कथा बा अछि तक साइड रे तमिल कथा होछि एरा काना मो खाइ छुरा हम सोबे जदी करिया होला आ गोटे 50 वर्ष को आई कि हमर ए भाषा रहिबो बामे मो जिजिबा मो बुप्पा मो मो पो ए मो नातिया ए पांचरा जनरेशन हम छ एटलीस्ट आउ गोटे 50 वर्ष को आई कि मो नातिया जदी उड़िया कथा बेले 50 वर्ष रो काना मलेशिया रे कि तमिल माइतला माने कि उड़िया न दिबाई तमिल माइतला ताका कि उड़िया रे उड़ कथा लाल को हम तिकेला आश्चर्य लागुची ताका कि नॉर्मल उड़िया रे कथा बाबा अबे केंति कथा होचो से मुसरा ताकले कथा बे बेला ताक से घर ताकि सरदा उड़िया बेले उड़ सरदा आउटा कि हम काना कहचोले हम जाति को विवाह टाइम रे एबा मो पुआ विवाह टाइम रे सब आई कि हमर आई कि हमर ट्रेडिशनल करबा अछि विवाह कि ताक तमिल विवाह बाकी से काना बोले जो ताली काना बोले कला माली लगेबा अछि आ उढुणा पकेबा अछि एमती हमर टिके हमर कल्चर हम उड़िया तमाई के हमर ताकल सब आई कि काना बोले ओके ताका सब ओके ला ओके कोला ओके आपा से मुस्तर के हम बहुत लगा कि हमें क्या काना हम किस किस हमें करबा गुरा मो बारजा कहबो किमती आई कि गोटे रांधी गला को क्या काना किंती निर्मल जीवा को एगरा सुबा कि सी आई कि हमर हमर तार करियो एगरा का हमें गोटे जायगा मो कोई गनी काना वाला हमर और 50 वर्ष गोटे जनरेशन हमर रहिबा को छले हमर कथा भाषा रहिबा को छले हमर नाती नातनी आई उड़िया कथा बा ए गुटा एक मांग कर कारण पाठ बामे उड़िया रे थिबा नै गिरा यो पिला मन उड़िया हमर सिंगापुर रे मौसिया कहछती ताकर पिला मन उड़िया कथा बा ताके डिपार्ट नु कोन एतो गुटा फैमिली गुटे चटा फैमिली बाकी ताके कि औरी उड़िया रे आडा आइले उड़िया रे कथा वार्ता बो सब होता करियो से जगह मो भाबी कि हमर जदी राजी कहला पर हमर नाती नातनी से उड़िया रे जदी कहले आउडा 50 वर्ष 60 वर्ष उड़िया औरी रहिबो मलेशिया रे बोली मई के जगह मई के मोल अछि कहिए मो क्षेत्र क्षमा करो नमस्कार सो राजा राजा भाई आसिकी आमो 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 साथी रे 50 वर्ष तक आम साथी रे सब काम पत्र चलुची एबे हमर सानो भाई अछि परीक्षित हमर परीक्षित बोलिबाटा आसिकी गुटे प्रोफेसर परीक्षित बोली के अछि हमर देश रे ताकर ताकर सांटा थाईलैंड रे आसिकी गुटे डॉक्टर हेची डॉक्टर आद्रेश बोली के जेतुल ताके मो साथ संपर्क कले तां कहले बुपाना परीक्षित बोले मो भाई रे ना तो परीक्षित ओके तो एबे आसिकी एबे प्रकाश बोली डाकुची आम ए भाईटा आसिकी नाटक गीत रे टिके हिंदी गीत गुरा बोलिबे तमिल गीत गुरा बोलिबे टिके ते मस्कर तो एबे ताकु टिके डाकी के ताके गुटे जुटे पद कहिबे
ଯେ ସିଟ୍ ନମସ୍କାର ବସି ବାବୁ। ଯେ ଆପଣଙ୍କୁ ଦେଖା ଯାଉନାହାନ୍ତି ନମସ୍କାର ନମସ୍କାର ଦେଖାହେଲେ ଆଜ୍ଞା ନମସ୍କାର ନମସ୍କାର ଭାଇ ଆପଣ କହିବା ପୂର୍ବରୁ ମୁଁ ଗୋଟିଏ ମିନିଟ୍ ଆପଣ ସମସ୍ତଙ୍କୁ ଶୁଣିବା ପାଇଁ ବହୁତ ଗୋଟେ ଇମ୍ପୋର୍ଟାଣ୍ଟ କଥା କହୁଛି ଆମ କଥାବାର୍ତ୍ତାରେ ଓଡ଼ିଆ ଭାଷା ବିଷୟରେ ଆମେ ବେଶ କିଛି ସମୟ ଧରି କଥାବାର୍ତ୍ତା ହେଲେ ତାହେଲେ ଆପଣମାନେ ଜାଣିଥାନ୍ତୁ ପୃଥିବୀର ସବୁଠାରୁ ପ୍ରାଚୀନତମ ଭାଷା ଭିତରେ ଆମର ଓଡ଼ିଆ ଭାଷା ହେଉଛି ଗୋଟେ ଏବଂ ଓଡ଼ିଆ ଭାଷା ନିଜେ ଗୋଟେ ଭାଷା ସେ କୌଣସି ଭାଷାର ସୃଷ୍ଟି ହେଇନି ଭାରତରେ କ୍ଲାସିକାଲ ଲାଙ୍ଗୁଏଜ 6ଟି ଭାଷାକୁ କ୍ଲାସିକାଲ ଲାଙ୍ଗୁଏଜ ମିଳିଛି ରିକଗ୍ନିସନ ଗୋଟେ ହଉଛି ତାମିଲ ଗୋଟେ ସଂସ୍କୃତ ଗୋଟେ ମାଲୟାଲମ ଗୋଟେ ତେଲୁଗୁ ଗୋଟେ କାନାଡା ଆଉ ଗୋଟେ ହଉଛି ଓଡ଼ିଆ ଓଡ଼ିଆ ଭାଷା ଯେତେବେଳେ ଶାସ୍ତ୍ରୀୟ ମାନ୍ୟତା ଦେବା କଥା ଉଠିଲା ଆମର ଡକୁମେଣ୍ଟେସନ ଦରକାର ସେ ଡକୁମେଣ୍ଟେସନରେ ଆମେ ପ୍ରୁଫ ମାନେ ତାଙ୍କୁ ପ୍ରମାଣ ଦେଲେ ଯେ ଓଡ଼ିଆ ଭାଷା ଅନ୍ତତଃ ପକ୍ଷେ 2000 ବର୍ଷ ପୁରୁଣା ଆଜ୍ ଓଲ୍ଡ ଆଜ୍ ତାମିଲ ଆଜ୍ ଓଲ୍ଡ ଆଜ୍ ସଂସ୍କୃତ ଏବଂ ଭାରତରେ ପୁରୁଣା ଯୋଉ ଲିଖିତ ଗଦ୍ୟ ବା ଲିଖିତ ପଦ୍ୟ ସଂସ୍କୃତ ପରେ ସବୁଠୁ ହାଇଏଷ୍ଟ ହଉଛି ଓଡ଼ିଆରେ ଓଡ଼ିଆ ଭଳିଆ ଲିଖିତ ମାନେ ସାହିତ୍ୟ ଆଉ କାହାର ନାହିଁ ଏତେ ତେଣୁ ଆପଣମାନେ ଓଡ଼ିଆ ଭାଷା ଯୋଉ ବଞ୍ଚେଇ ରଖିଛନ୍ତି ଜାଣିଥାନ୍ତୁ ଓଡ଼ିଆ ଭାଷାର ବହୁତ ମାନେ ପ୍ରାଚୀନ ଭାଷା ଆଉ ବହୁତ ମହାନ ଭାଷା ତେଣୁ ଆପଣମାନଙ୍କୁ ସାଲ୍ୟୁଟ ଆପଣମାନେ ତାକୁ ମାଲେସିଆରେ ବିନା କୌଣସି ପ୍ରୋତ୍ସାହନରେ ଆପଣମାନେ ତାକୁ ବଞ୍ଚେଇ ରଖିଛନ୍ତି ଏବେ ଶୁଣିବା ଆମେ ପରୀକ୍ଷିତ ଭାଇଙ୍କଠୁ ଶୁଣିବା ଭାଇ କୁହନ୍ତୁ ନମସ୍କାର। ନମସ୍କାର ଯେବେ ମୋର ଛୋଟ ବୟସ ଗୋଟେ 10 ବୟସ ମତେ ହବ ମୁଁ ଓଡ଼ିଆ ପାଠ ପଢିଲି ଆଚ୍ଛା ଓଡ଼ିଆ ପାଠ ହେଇକିରି ମତେ ହେଇକିରି ଗୋଟେ ବିଜୟୀ ଅବଧାନ ବୋଲି ଗୋଟେ ଥିଲା ତାକୁ ପଢେଇଲା ବେଳକୁ ଆଗ ପଢିଲା ବେଳକୁ ତାକା ହେଇକିରି ଭଗବାନ ମାନଙ୍କୁ କହିବେ ଗଣନାଥକୁ ଥଳ ଥତଳ ପେଟା ଗୋଚାଇ ଗୁଣିଆ ଗୋଟା ଯାହାର ପିଅର ଘର ତାକୁ କି ପାଇଁ ଡର ହର ହର ଗଣପତି ବିଦ୍ୟା ଦେ ମା ସରସ୍ୱତୀ ସରସ୍ୱତୀ ମା କଣ୍ଠେ ବସୁ ଛାଟ ବାଜିଲେ ପାଠ ଆସୁ ବୋଲିକି ତାକେ ଆରମ୍ଭ କରିବେ ସେଇଟାରୁ ଆମେ ଆଇକିରି ଖଡିରେ ନେଖିବୁ ସିଲଟ ପଠା ଖଡିରେ ନେଖିକିରି ପଛକୁ ଯାଉ ଯାଉ ପଛୁ ପେପର ମାନଙ୍କରେ ନେଖିଲ ଟିକେ ବୁଦ୍ଧି ଜାଣିଲ ନେଖିଲା ପଛରେ ସେ ଅବଧାନ ଟା ଟିକେ ପାରିଲା ନାହିଁ ବୟସ ହେଇଗଲା ତାକୁ ପାଇଲେ ନା ତାକେ ନ ପାଇକିନି ପଛକୁ ଆହୁରି ଯୁଡେ ଅବଧାନ ଆଇଲେ ଆମତି ପାଠ ପଢିବା ପାଇଁ ସେ ଅବଦାନ ପାଖରେ ଆକା ମୁଁ ପାଠ ପଢିକିରି ଶ୍ରୀଫଳ କାଢିଲି ଗୋଟେ ସାନ ସାଟ ହେଲି ପିଲାମାନଙ୍କୁ ପାଠ ପଢେଇବି ବଡ ବଡ ଛାଟ ଆଇ ନଥିବ ବୋଲେ ମୁଁ ସାନ ସାଟ ହେଇକି ତାକୁ ପାଠ ପଢେଇବି ସେ ପିଲାମାନଙ୍କୁ ତାକେ 10,000 ଘରକୁ ଯିବେ ସେଇ ଟାଇମ କଣ হবে ଆମେ ପାଠ ପଢିଲା ବେଳକୁ 10 ବଜା ବେଳକୁ ଆମେ ଯଦି ସେ ପାଠ ପଢାର ଘରୁ ଗଲା ବୋଲେ ବୁପା ମାର ପାଦ ଛୁଇଁକିରି ଯାଇକି ଆମେ କଣ ଖାଇକି ଶୋଇବୁ ବୁପା ମା ଶୋଇ ପଡିଥିଲେ ତାକୁ ପାଦ ଛୁଇଁବାର ଅଛି ବୋଲିକିରି ଅବଧାନ ଆମକୁ ଶିଖେଇଥିଲା ତେବେ ମୁଁ ସବୁ ଆମେ ସେମିତି କଲ ଆମ ବୁପା ମାକୁ ଶୋଇଥିବେ ଯାଇ ଜୁହାର କରିକିରି ଆଇଲି ସ୍କୁଲରୁ ବୋଲି କହିକି ଯାଇକିରି କେଣ କହିଲେ ଗୋଟେ 6,000 10,000 ଲେଖା ପାଠ ପଢେଇବେ ମାଷ୍ଟର ମାନେ ସେଇଟା ଯାଇକିରି ନିବାଡ ଅକ୍ଷର ପରୀକ୍ଷା ଦେବେ ନିବାଡ ଆଇବ ସେଇ ଜାଗାରେ ଅକ୍ଷର ପରୀକ୍ଷା ଦେଲା ବେଳକୁ ବୁପା ମା ସବୁ ଆଇକି ବଇଥିବେ ମୋ ପୁଅ ଆଇବ ନା ନାଇଁ ଅକ୍ଷର ପରୀକ୍ଷାରେ ବୋଲି କହିବେ ସେଇଟା ଆଇକିରି ସିଲଟ ପଟାରେ ଆଇକିରି O8 ଥାଇକି ଯେ ଇଏ ତିଏ ତେକ ବୋଲିକିରି ପ୍ଲେ ବୋର୍ଡରେ ନେଖିଦେବେ ନେଖି ଦେଇକିରି ଘୋଡେଇକି ରଖିଦେବେ ଯୋଉଦିନ ଅକ୍ଷର ପରୀକ୍ଷା ସେଦିନ ସବୁ ଯାଇ ସେଠି ଛିଡା ହେବେ ନାମ ଡାକିବ ଅବଧାନ ପରୀକ୍ଷିତ ଏଇଟା କେନ୍ତା ନାମଟା ବୋଲି କହିଦେଇକି ଇଆଡେ ଥିଲେ ଏକା ଯାଇକି ସାଡେ କହି ହବ ଏତେ ପାଠ ପଢିଲ ଯେବେ ବୁପା ମାକୁ ଦେଖିଲା ବେଳେ ଡର ଲାଗିଥିବନି ଗଲା ଏ ପଦ ଯଦି ମୁଁ କହିପାରିବି ନାହିଁ ବୋଇଲେ ମୋ ବୁପା ମା ତ ମତେ ବାଡେଇବେ ଆଜି ବାକି ହେତୁ ରଖିଯିବି ଏଇଟା ପଦଟା କେଉଁଟା ବୋଲି କଲା ତ କଣ ଡ ଆଉ ଗୋଟେ ତାଙ୍କ ମାଷ୍ଟର ପଚାରିବେ ଏଇଟା ଡ ସତ୍ୟ ଡ ଏଇଟା ଡ ପରୀକ୍ଷିତ ଭାଇ ତୁ ବସ ବୋଲି କହିବେ ତାকে ଲେଖିଦେବେ ଇଏ ନିବାଡ ପିଲାମାନେ ଡରିଲେ ପାଠ ପଢିବାକୁ ମାଡ ନିବାଡ ଖାଇଲେ ଛାଟ ମାନେ ବାଡେଇଲେ କେଉଁ ବୋଲି କହିଲେ କି ସେ ପଦ ମାନେ କହିଲା ସିନା ତାକୁ ଟିକେ ଆଇବ ଏ ପଦ ମାନେ କେମିତି ତମେ ରଖିପାରୁନ ମୁଣ୍ଡରେ ଆମେ ରଖିଲ ମୁଁ ଟିକେ ଜାଣିଲା ଦେଖା ବୋଲିକିରି ରଖିଲି ସେ ଯାକ ପଛକୁ ମାଷ୍ଟର ମାନେ ହେଇକିରି ଗୀତ ମାନେ ଶିଖାଇଲା ଗୀତ ମାନେ ବୋଇଲେ ଭଗବାନର ଖାଲି ପାଠ ପଢ ନ ଏମିତି ଦେବାଳ ଗଲେଇକି ଦର୍ଶନ କଲା ବେଳକୁ କିଏ ଗୀତ ମାନେ ଗାଉନାହାନ୍ତି ତେବେ ତମେ ଆଇକିରି ଗୀତ ମାନେ ଶିଖ ବେଳାକୁ ମତେ ଆଇକି ଗୀତ ମାନେ ଶିଖେଇଲେ ଗୀତ ମାନେ ଶିଖେଇଲା ବେଳକୁ ମୁଁ ପାଠ ଆଇକିରି ଉଣା କରିଦେଲି
मो साथर पाठ पढ़िया पिला सब शिखी गले मु गीतर रहीगली जब गीतर मु रहीगली से पाठ को मत आता आईला ना पाठ पढ़िया को मन आईला ना मु गीतर आगे रही जब गीत से से तो मत अवधान कहला परिचित तो ये गीतटा तू गाइबार अच्छी बोली कहले आज से गीतटा मु गाउछि तो माघ मोरा प्रार्थना करूछि तो माघ मोरा तमे सब भल थिबार अछि जय जय जगन्नाथ संध्या दीप वेळे दर्शन करिवा जाई गरुड़ पछरे आई मन किस भाविछन्ति प्रभु कम्बल तीरे सुना चिता कोटा 12 हाथ पड़ी जंते हुंडा मानो घटा 13 हाथ पड़ी जंते कोरड़िया मानो मथा को सुंदर सेवतीर चूड़ घटी वैष्णव खटनी आनंद सागरे प्रभु बंधुचंती बेनी शिशुपाल पुंडा माने पद जोड़ुछंती ध्यान कले सरस्वती स्थानीयंती जय जय जगन्नाथ संध्या दीप वेळे दर्शन करिबा जाई पछरे नमस्कार एक बार हरे बोलो परी भाई गोटे हिंदी 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 गाना हो जाओ परी भाई हिंदी हिंदी ए प्रोग्राम टा सरजियो बोले पछिको सोशल को जीवा पछिको सोशल रे गीत बोलिबा ओके 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 सो ए ए एटा हला हमरो कुटुंब हमरो कुटुंब हमरो बिना बिना अजांकर कुटुंब रचिति निबाड अछिति हमरो गुटे नना केते अछि ना गुटे 500 गुटे 500 टा अछिति हमरो गुटे टाइम रे हमें भेटिबो सब 500 टा हमरो विवाह कार्य मन हेले सब भेटिबो हमरो फैमिली टे रो बे 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 केण केण बोली कहले बस कि हमरो 4 जणा का नाही निबाड अछति सिचुएशन से पूरी ही गला सो से गिनिया का आस जासर टिके असुविधा हला सो अबे जदी हमरो बैक टू यू ब्रदर सुनील हाँ नहीं बहुत माने मु जिते आपण मान को सुनुची मु सेते माने भाबुची जे कौन से मैजिक अच्छी मालयेशिया रे आपण माने एपर्यंत माने भाषा को बंचाई रखुଛନ୍ତି जगन्नाथ को एत सुंदर भाव में आमर बोलिले परीक्षित भाई जो बोलिले जगन्नाथ जो जनाण आपण मैंने के जन आसछन्ति पुरी पितामर भाई तो से तमर भुवनेश्वर पिला तेणु तांको जाइछि पुरी जाइछि आउ ये रिंगो भाई जाइछन्ति पुरी अच्छा अच्छा जहाँ अच्छा रिंगो भाई ये प्रथा रिंगो ना भाई आसी कि हमर एंशिएंट ना मॉडर्न टा ना कोपरी कोटा इरा हम कोटा जिजु पाखु सुनिबा टाका एटा एंशिएंट 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 ओके एंशिएंट नॉट इन मीडियोकर ओके ना 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 ये सब तमें एटा कौन कहले एवरग्रीन माने या effervescent expression of a devotee's love or माने सेटा कौन को समर्पण to surrender even before the today also we to sing that surrender before right the Almighty. see all this they never went to school and study it is just they learn from the grandparents great grandparents that's how it's a flow was there and they yeah. oh goodness ତେଣୁ अच्छा रिंगो भाई
ରେକର୍ଡିଂ କରିବା ହେଇଛି ନା ନାଇଁ ହଉଛି ନା ନାଇଁ ହଁ ହଉଛି ଆର୍ ୟୁ ଆମର ରେକର୍ଡିଂ ଆମର ସୁନୀଲ ହଉଛି ଭାଇ ରେକର୍ଡ କରୁଛନ୍ତି। ହଉଛି ମୁଁ ତ ଆମର ଆଚ୍ଛା ଲ୍ୟାପଟପ୍ ଟା ଆଚ୍ଛା ଆଣି ନାହିଁ ଏକାନି ସେ ଜାଗା